सर्वपापघ्नम् प्रणतस्मि दिवाकरम् प्रणतस्मि दिवाकरम् प्रणतस्मि दिवाकरम्। राहुर कबल जाए पर कर सत राहुर कबल जाए पर रकत भाषा गढ़ाए शरीर रकत भाषा गढ़ाए शरीर भूल की गायब बुझाना भूल की गायब बुझाना भूल की गायब बुझाना राहु चाली जीव राहुल पाटरी हलुल जीव धरा बुमरी राहु चाली जीव राहुल पाटरी हलुल जीव धरा बुमरी मोदर परागे संदेहर देखा लुहरी झरे मान करी से तो सूर्य पराग सूर्य पराग सूर्य पराग सूर्य पराग सूर्य पराग सूर्य पराग सूर्य पराग। बाबू बाबू कौन ए कांटा पर कहीं चित्कार कर माँ कहले जातु गाधे पड़िए मु कुंडे पानी भर्ती करती आज रविवार एत तर तर कहीं माँ गाधे सारे आपण गाधे सारे पूरा कुआडे बुले नहीं जीवे कुआडे बुले नहीं जीवी हाँ सप्ताहर गोटे दिन छुट्टी सका निद भांगी कि नहीं फरमाइश गला कुआडे बाहरी जा तू जा कहीदे मुझे जापर आरंभ तो है सर चलने माँ साथ पार्टी कले इडियट ए सब कौन हो माँ का हुकुमटा तो बहुत बड़ ही हो ना मु कहूँ मुझे जापर ठीक अच्छे मु कुंडे पानी भर्ती कर देछि मो ड्यूटी शेष मुझे चलनी से कथा कहल बाबू मत लाल आखि देख तू बाजार जीवा कथा जा चिठा देई ना कि बाजार जाई कोन आनी दे रह दउची जल्दी करलो एमिति को उद्घाटन उत्सव जग देबा को अछि जे मते सकाळ जल्दी न गादेले होबनी तुमको कहिबा को भूली जाईथिली कोन बादल को कहिछि तांको गाड़ी नै आसीबे काहे कि हम टिके कपिलास जीवा अरे हठात कपिलास प्रोग्राम केमिति हे गला आज शिव चतुर्दशी हेडी बाबू मां ना बरत करिसंती हां शिव चतुर्दशी अलेख मते चिठा दियंतु मु बता बाहाघर 10 वर्ष पुरलानी ये पुणी की बेपार एमिति कुछ दुर्बुद्धि तुम मुंडे किए देला शुणी झील मैंने सुंदर बरटीए पाइबा
शिव उपासना करती ଆଉ ତମେ ତ ଦିଟି ଝିଅର ମା ହେଇସାରିଲଣି ପୁଣି କ'ଣ ଆଶାରେ ହେଇଟି ବାବୁ ଆପଣ ତ କିଛି ଚିନ୍ତା କରୁନାହାନ୍ତି ହେଲେ ଗାଁରେ ବୁଢ଼ୀ ମା ବଡ଼ ମନ କଷ୍ଟ କରୁଛ କାହିଁକି? ଆରେ ଗାଁରେ ଅଚଳାଚଳ ସମ୍ପତ୍ତି ନାତିଟିଏ ନହେଲେ ପିଣ୍ଡରେ କିଏ ପାଣି ଦବ ବାବୁ? ଅଲେଖ ମୋ ସାଙ୍ଗରେ ଭିତରକୁ ଆ ମୁଁ ଚିଠା ଦଉଛି। ହଁ ଏଇଠି ବାବୁ ଗାଁରୁ ନା ବୁଢ଼ୀ ମା ଆସିଥିଲେ। ହଁ ଆପଣ ଅଫିସ ଗଲା ପରେ ବହୁତ କନ୍ଦାକଟା କଲେ। କାହିଁକି? ସିଏ ନା ମାଆକୁ ଶପଥ କରି ନେଇଛନ୍ତି କ'ଣ ତାଙ୍କର ଗୋଟେ ନାତି ଦରକାର। ନାତି ହଁ ତତେ କହିଲେ ଭିତରେ ଆସି ଚିଠାଟା ନେଇଯିବାକୁ ଏଠି ଗପ ଯୋଡ଼ି ବସେଇଛି। ଏଇନା ଚିଠା ହଁ ମ୍ୟାମ୍ ଜଲ୍ଦି ଆସିବୁ। ହଁ ଏଇ ଗଲି ଆଉ ଆଇଛି। ଯା ତମେ ଜଲ୍ଦି ଗାଧେଇ ପଡ଼ 8ଟା ବାଜିଗଲାଣି। ଆଉ ତାହେଲେ ଏଇନା ଗାଡ଼ି ଲଗେଇଦେବେ। ତମେ ବାଦଲ ସହିତ କପିଳାସ ଚାଲିଯାଅ ମୋର ଟିକେ କାମ ଅଛି। ଅଫିସର ବିଜୟ ଆଉ ସୁରେଶ ଗୋଟେ ଅଫିସିଆଲ ମ୍ୟାଟର ନେଇ ଏବେ ଆସି ପହଞ୍ଚିଲେ। କେତେ ଗୁଡ଼େ ଜରୁରୀ କାମ ଅଛି। ମିଛ କଥା। ଯେତେବେଳେ ଯାହା ପ୍ରୋଗ୍ରାମ କଲି ତମର ଜରୁରୀ କାମ ବାହାରି ପଡୁଛି। ରବିବାରଟାରେ ଅଫିସ କାମ ନ କଲେ ଚଳିବନି। କହିଲି ପରା ତ ବାଦଲ ସହିତ କପିଳାସ ଚାଲିଯିବ। କେତେ ଗୁଡ଼ିଏ ବାଟ 2 ଘଣ୍ଟା ଭିତରେ କାମ କରି ଚାଲି ଆସିବ। ରବିବାର ଥିଏଟର ଦେଖି ଗଲାବେଳେ ସବୁ ଆରେଞ୍ଜମେଣ୍ଟ ଶେଷ ହେଲା ପରେ ତୁମେ ମନା କରିଦେଲ। ସେ ସିନା ଉପରେ କିଛି କହିଲେନି ହେଲେ ତାଙ୍କ ମନ ଯାହା ହେଲା ମୁଁ ଜାଣିଛି। ଆରେ ବାଦଲ ମୋ ପିଲାଦିନର ସାଙ୍ଗ ତାକୁ ମୁଁ ଚିହ୍ନି ପାରିଲିନି। ଏଇ କେତେଟା ବର୍ଷ ପରିଚୟ ଭିତରେ ତୁମେ ମୋଠୁ ବେଶୀ ଚିହ୍ନିଗଲ। ହଉ ହେଲା ମୁଁ ତାକୁ ବୁଝେଇଦେବି। ସେ ତୁମକୁ କପିଳାସ ନେଇ ଚନ୍ଦ୍ରଶେଖରଙ୍କର ଦର୍ଶନ କରାଇ ନେଇ ଆସିବ ହେଲା। ନା କପିଳାସ କଥା ଥାଉ। ମୁଁ ବରଂ ରିକ୍ସା ନେଇ ଏ ପାଖ ମନ୍ଦିରକୁ ଚାଲି ଯାଉଛି। ମାନେ କପିଳାସ ପ୍ରୋଗ୍ରାମ ଆଜି ପାଇଁ ବନ୍ଦ। ବାଦଲ ଆସିଲେ ମୁଁ ସଫା ସଫା ମନା କରିଦେବି। ଶିଲା କ'ଣ କହିବି ତୁମକୁ? ଏମିତି ସାମାନ୍ୟ କଥାରେ ଆଖି ଢଳ ଢଳ କରିବା ତୁମର ଗଲାନି। ମୋତେ ବିଶ୍ୱାସ କର ମୋର କେତେବେଳେ ଜରୁରୀ କାମ ଅଛି। ନା ମିଛ କଥା। କାମ କଥା ଗୋଟେ ବାହାନା। ତୁମ ମନ କଥା ମୁଁ ଠିକ ଜାଣିଛି। ମୋ ମନ କଥା ଜାଣିଛ? କ'ଣ ଜାଣିଛ କୁହ ତ? ସେ କଥା ମୁଁ କହିପାରିବିନି। ମୁଁ ଚାଲିଲି। ପ୍ଲିଜ୍ ଶିଲା ମୋର ଗଡ୍ ସେ ତୁମକୁ କହିବାକୁ ପଡ଼ିବ। ତୁମକୁ ନ ଜଣେଇ ମୁଁ କାହିଁକି ବାଦଲକୁ ଗାଡ଼ି ଆଣିବାକୁ କହିଦେଲି? ତୁମକୁ ନ କହି କାହିଁକି କପିଳାସ ପ୍ରୋଗ୍ରାମ କରିଦେଲି? ପୁରୁଷ ମନ ତ ସେଇଥିପାଇଁ। ତୁମେ ମୋତେ ଖରାପ ଭାବୁଛ? ଆରେ ନା ବିନ୍ଦୁ ମାତ୍ର ସତ୍ୟ ନୁହେଁ। ଏମିତି ହସି ଦେଇ ତୁମେ ମୋତେ ଭୁଲେଇ ଦେଇ ପାରିବନି। ମାନେ 5-6 ବର୍ଷ ତଳେ ବାଦଲ ଯେତେବେଳେ ଏଠି ବ୍ୟାଙ୍କକୁ ବଦଳି ଆସିଲେ ତୁମେ ତାଙ୍କୁ ଆଣି ମୋ ସହିତ ପରିଚୟ କରେଇଦେଲ। ପ୍ରଥମେ ମୁଁ ଯେତେବେଳେ ତାଙ୍କ ସହିତ ବେଶୀ ମିଶା କଲିନି ମନେ ପକେଇଲ କ'ଣ କହିଥିଲ? କ'ଣ କହିଥିଲେ? ବାଦଲ ବହୁତ ଭଲ ପିଲା ମୋ ବେଷ୍ଟ ଫ୍ରେଣ୍ଡ। ତାକୁ ଏତେ ଲାଜ କ'ଣ? କିଛି ଦିନ ମିଶିଗଲା ପରେ ମୁଁ ବୁଝିଗଲି ଯେ ତମ କଥା ସତ। ଏତେ ସରଳ ହୃଦୟର ଲୋକ ମିଳିବା ପ୍ରକୃତରେ ମୋର କଷ୍ଟକର। ତୁମ ବନ୍ଧୁତାର ଅଧିକାରୀ ମୁଁ ତାଙ୍କ ପାଖରେ କିଛି ଦାବି କରି ବସିଛି। ସେଥିରେ ବାଦଲଙ୍କର କିଛି ଦୋଷ ନାହିଁ। ଆରେ ତାର ଦୋଷ ତ ମୁଁ କେବେ ଦେଖିନି ଆଉ ତାକୁ ବି ତ ମୁଁ କେବେ ଖରାପ ଭାବିନି। ତୁମେ ଖରାପ ଭାବୁଛ କି ନାହିଁ ସେଇଟା ଅଲଗା କଥା। କିନ୍ତୁ ମୁଁ ବେଳେ ବେଳେ ଫିଲ୍ କରୁଛି କ'ଣ ଫିଲ୍ କରୁଛ? ବାଦଲଙ୍କ କଥା ନେଇ ତୁମେ ମୋତେ ଖରାପ ଭାବୁଛ। ଏ ଘରେ ବାଦଲଙ୍କର ଉପସ୍ଥିତି ତୁମେ ଯେମିତି ପସନ୍ଦ କରୁନ। ଏମିତି ବାଜେ ଆବସର୍ଡ କଥା ତୁମ ମୁଣ୍ଡରେ କିଏ
भाई को नहीं किसी गोटे घटी मुझे बुझुची कपिलास जीवा कथा तुमको न जणे मु भूल करिछि। अरे तुमको कौन मु दोष देउछि? तुम दोष दियो कि न दियो मु दोष करिछि आ सेति भाई मु क्षमा भी मागी नउछि। मोराण तुम्हें बाहरी पड़ बादल खराब भाबिबारु मते मुक्ति दियो। भविष्य रे ए प्रकार भूल मु केबे भी करिबिनी। ताको गाड़ी आसी गलानी जाओ प्लीज। हेला बाबा हेला मु जाउछि। तुम गलो अरे जाउछि अरे जाउछि। ଆମ ବନ୍ଧୁଙ୍କର ନରକମ ତମର ସୁନ୍ଦର ଏ ପର୍ଯ୍ୟନ୍ତ ରେ ବି एबे बाथरूम रे अछन ଗୋଟିଏ ଅସଲ ଚୁପ୍ ସହିତ ଯେତେବେଳେ ଯାହା ପ୍ରୋଗ୍ରାମ କଲ ମୁହଁଟାକୁ ତାର ହାଣ୍ଡି ଭଳିଆ କରି କଣ ଗୋଟିଏ ଆଳ କାଢିଦେଲ। ଭାଉଜ ତା ଭଳିଆ ଗୋଟେ ଥାର୍ଡ ଗ୍ରେଡ୍ ଲୋକକୁ ଆପଣ କେମିତି ଯେ ପସନ୍ଦ କରି ବାହା ହେଲେ ମୁଁ ମୋଟେ ବୁଝି ପାରୁନି। मो पसंद अपसंद कथा उठुची कोठु बापा माँ जेतेले पसंद करी बांधी देइछंती ହଁ मो कोन करि परिबी। ବହୁତ କିଛି କରିପାରିବେ। ଭାଉଜ ଏବେ ବି ସମୟ ଗଡ଼ି ଯାଇନି। ଗୋଟିଏ ପଥରେ ଚାଲି ଆସନ୍ତୁ ଦେଖିବେ ଆପଣଙ୍କ ହାତ ଧରି ସଂସାର କରିବା ପାଇଁ ଅନେକ ଲୋକ ଆଗେଇ ଆସିବେ। बुझिलो ना बादल दीटा पिलार बाहा हेसला परे सेगुडा गुडा भल दिसियो तापरे मो बापा माँ जेतेले पसंद करी बाहा देइछंती तांको पसंद को ताव अपमान करि होबनी। ଆପଣ ଯେତେ ସଫେଇ ଦେଲେ ବି ଭାଉଜ ମୁଁ କେବେ ଆପଣଙ୍କ ବାପା ମାଆକୁ କ୍ଷମା କରିପାରିବିନି। काहेकि ଆରେ ଆପଣଙ୍କ ଭଳି ଜଣେ ରୂପସୀଙ୍କ ପ୍ରତି ସେ ଅନ୍ୟାୟ କରିଛନ୍ତି। ଦେଖା ହେଲେ ତାଙ୍କ ପାଖରୁ ଆଗ କୈଫିୟତ ତଲବ କରିବି। ଏ ଦେଶରେ କ'ଣ ପୁଅର ଏମିତି ଅଭାବ ପଡ଼ିଗଲା ଯେ ତପନ ଭଳି ଗୋଟେ ବ୍ଲକ ହେଡକୁ ଜଏନ୍ କରିନେଲେ। ହଉ ବହୁତ ଗପିଲନି ଏବେ ବସ। ତମ ବନ୍ଧୁକ ପଛରେ ମୁଁ ଯାଇ ନ ଲାଗିଲେ ସେ ଆହୁରି ଲେଟ୍ କରିବେ। ହଁ ହଁ ଭାଉଜ ଶୀଘ୍ର 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 ଯାଅ। हेलो बादल हेलो अरे तपन वाह 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 आज मंदिर जीवा बेसटा ठीक जमिची बुझिले बा। कौन भल देखा जाउछि तो? अबे बढ़िया बढ़िया आ समस्त पसंद करियो तो? अबे समस्ते पसंद करंतु कि न करंतु हाँ शिव ठाकुर निश्चय इम्प्रेस हेइ जिवे आ तुम स्वामित्र दुई जनकर मनस्कामना निश्चय पूरण करिवे बुझिलु। बट हां मु आ से जंजाल भितर घांटी होबाको चाहूँ भाई सब पुओ खोजु खोजु जे पुणी कन्या रत्नटी आसीगला हाँ। सब शेष। कौन से हस्तरेखा विशारद ज्योतिष कथा कहूँ बा सी कहला तोर 5टी कन्या रत्न पर जाई तोर गोटे पुओ हबो हैं बा दान धर्म पुण्य बଳରେ असंभव काम सब संभव होउछि कि नै मत कहलु हैं तो कोन हम दान हम धर्मशास्त्र पर विश्वास नै कि तू से विश्वास अविश्वास कथा छा हां नो फर्दर इज माने हमें दुई हमर दुई जिंदाबाद हेले बाबू जे कथा को मटे पसंद करिवे। अरे तो भाउज पसंद करंतु कि न करंतु हां मु मो निष्पत्ति रे अटक अटल हैं तोहर ब्रह्मचर्य ता सन्यास में तू जा भाବୁଛୁ बा हां चलो चलो बहुत लेट हो गलानी। यस मैडम तो वो क्या मोमो सिरो दार्य चलो तू चल चल बहुत दुष्टामी करछो। उठे देले ए बाबा जाउछि जाउछि से कली मैडम नष्ट हेइ जिवो जे आसी गले से टका चंदा पाई बाबू आपण आपण एते शीघ्र फेरी आसिले जे ऑफिस कोन छुट्टी हे गला ना मो मुंडटा कहीं बथा से पलि आस। अच्छा तो माँ कौन शो जाई ନାଇଁ ବାବୁ ସିଏ ସାବିତ୍ରୀ ପାଇଁ ଫଳମୂଳ ଆଣିବାକୁ ବଜାର ଯାଇଛନ୍ତି। बजार जाई ହଁ ବାଦଲ ବାବୁ ଆସିଥିଲେ ତ ତାଙ୍କରି ସହିତ ଯାଇଛନ୍ତି। अरे सावित्री पे फलमूल तू आनी पार्लुनि मे मास खरार से निजे जाइछथि ବାବୁ ନୂଆ ଶାଢ଼ୀ କିଣା ହେବ ତ ସେଗୁଡ଼ି କ'ଣ ମୁଁ ପାରିବି? ଆଉ ତୁ
କାଲି ପରେ ଆପଣଙ୍କ ଶ୍ୱଶୁର ଘରୁ ମନି ଅର୍ଡର ଆସିଥିଲା ତ ଆଜି ଯଦି ମା କିଣାକିଣି ନ କରିବେ କାଲି ସକାଳୁ କେମିତି ସାବିତ୍ରୀ ପୂଜା କରିବେ ଯେ ଆଚ୍ଛା 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 ସେ କେତେବେଳେ ଗଲେଣି ହଁ କେତେବେଳୁ ତ ଗଲେଣି ଏଇ ଆସୁଥିବେ କି କ'ଣ ହଁ ବାବୁ ଆପଣ ଚାଲନ୍ତୁ ଟିକେ ବଦାବଦଳି କରିଦିଅନ୍ତୁ ମୁଁ ଆପଣଙ୍କୁ ଗୋଡ଼ ହାତ ମୁଡ଼ିଦେବି ମୁଣ୍ଡ ବିନ୍ଧୁଛୁ ପରା ହଁ ତାରାମା ଅଛି ଲଗେଇଦେବି ବହୁତ ଆରାମ ଲାଗିବ ଚାଲ हाँ माने तुम बंधु का सहित देखा करिवनी मो बंधु को ताकू जदि ए समय देखा देबी से जेमिति बड़ा बड़ा आखि करी चाहिबो मु आकु सह्य कर परिबी से चाइले डरिवर कोन अछि तमे भी सेति बड़ा बड़ा आखि देखाइ दबो जा करले भी भाउज कथटार मुह को चाहिए गोटे असला चुप छ बेटर गोटे कथा मोर तार आउ गोटे हौ भाउज मु परे आसी ताको देखा कर हैला ताकू कहि देबे मोर ऑफिस रे बहुत काम अछि मु पळेई हैला आछि बाय काली हेड ऑफिस को गोटे जरूरी रिपोर्ट दबार अछि बस आओ आधा घंटे भीतर शेष है राति अनिद्रा हेले तुम देह खराब हो जाए काली तो ऑफिस छुट्टी काली कर दबो तुम सावित्री अमावास्या पे हम ऑफिस छुट्टी हो बोली भाबुछ ना काली केवल सावित्री अमावास्या नुहे काली पूरा सूर्य पराग अछि आउ बादल कहथिले काली बैंक सहित समस्त सरकारी ऑफिस मध्ये छुट्टी अच्छा ठीक अछि तुम जाओ मैं संगे संगे जाऊ ना तुम जल्दी आसी सोइले जल्दी उठिबो 7टा बेले पराग आरंभ होइछबो तेणु पंडित कहथिले 7टा पूर्व सावित्री पूजा शेष करबा को पड़िबो अरे तमे तुमरो जल्दी उठी जल्दी पूजा सारिबो सेतरे मोर तो जल्दी उठिवार किछि कारण नाही पराग जोगु सकाळ 7टा रु अपराह्न 5टा जाय बाकनी से तमे सिना जल्दी उठी नित्य कर्म शेष कले जाय किछि खाइबो नले संध्या जाय उपास रहबा को पड़िबो अच्छा हेला बाबा हेला तमे जाओ मैं संगे संगे जाऊ बुझलो 5 मिनिट भीतर जाऊ हेला जाओ कहली पूरा 5 मिनट भीतर जाऊची मोर गुटी कथा कइबार थिला कौन जरूरी कथा हां कुह मु আজি तुमको न कोई बादल को सहित बाजार को जाइथिले तुम्हें खराब भाबिथिबो निश्चय काहे की अरे तुम्हें ता सहित प्रथम थर पाई जाउछ जे मु खराब भाबे तेबे तुम्हें बेले बेले केमिति जे गोटे अलगा मूड करो सेति भाई कुछ भूल कला भली लागे
देख ता सहित मिसवाक मना कर तेरे तार कार्ड अच्छी बोली आमर जिते बड़े इच्छा से आम कार्य लगेगा ସେଇଟା ପସନ୍ଦ କରେ ସେ ଆମର ବନ୍ଧୁ ତାର ଆଡଭାଣ୍ଟେଜ ନେବାଟା ସେ କିନ୍ତୁ କେବେ ମାଇଣ୍ଡ କିଛି କରନ୍ତିନି ଦେଖ ଏଇ ସାବିତ୍ରୀ ସୌଦା କିଣିବାରେ ତାର କାରଟା ନେଇକି ଯିବାର ତ କିଛି ଆବଶ୍ୟକତା ନଥିଲା ଆରେ ଏସବୁ ସମୟ ରିକ୍ସାରେ ଯାଇ ବି କରିପାରିଥାନ୍ତା ଓହୋ ଆଜି କଥା କହୁଛ ହଁ ଆଜି କଥା ଆଜି ନା ପ୍ରକୃତରେ ମୋ ସାଙ୍ଗ ଡକ୍ଟର ସବିତା ଚୌଧୁରୀ ତାଙ୍କରି ପାଖକୁ ଯାଇଥିଲି ଆଉ ସେଇଠୁ ଫେରିବା ବାଟରେ ସାବିତ୍ରୀ ସୌଦା ଗୁଡ଼ା ନେଇ ଆସିଲି ହଠାତ୍ ଡକ୍ଟର ଚୌଧୁରୀଙ୍କ ପାଖକୁ କାହିଁ ମୁଁ ଚେକଅପ୍ କରିବାକୁ ଯାଇଥିଲି ଚେକଅପ୍ କରିବାକୁ ଯାଇଥିଲ କ'ଣ ହେଇଛି ତୁମର କ'ଣ ହେଇଛି କିଛି ନାହିଁ ତମ ଜାଣିବା ଦରକାର ନାହିଁ ପ୍ଲିଜ୍ ଶିଲା କ'ଣ ହେଇଛି ତୁମର କାହିଁ ଏକଥା ମୋତେ ତ କିଛି କହିନା ଛାଡ଼ ମୋତେ ଭୀଷଣ ନିଦ ଲାଗିଲାଣି ମୁଁ ଯାଏ ଶିଲା ପ୍ଲିଜ୍ କିଛି ନ ଲୁଚାଇ ମୋତେ କୁହ କ'ଣ ହେଇଛି ତୁମର କହିବି କିନ୍ତୁ ପ୍ରଥମେ ପ୍ରମିସ୍ କର ଏସବୁରେ ମୋତେ ଯେମିତି କିଛି ବାଧ୍ୟ କରିବନି ମାନେ ଆଗେ ପ୍ରମିସ୍ କର ହଉ ହେଲା ବାବା ହେଲା ମୁଁ ତୁମକୁ ଛୁଇଁ ପ୍ରମିସ୍ କରୁଛି ଏ ଇସ୍ୟୁ ଉପରେ ମୁଁ କିଛି ବି ବାଧ୍ୟ କରିବିନି ହେଲା କୁହ କ'ଣ ହେଇଛି ତୁମର ମୁଁ ନା ହଁ ଆରେ କୁହ ଆରେ ମୁଁ କ'ଣ ହଉଛ କହୁନ ମୁଁ ମା ହବାକୁ ଯାଉଛି ମା କେମିତି ସମ୍ଭବ କହିଲା ସିଲା ସେ ମା ହବାକୁ ଯାଉଛି ମୁଁ ନା ମୁଁ ମା ହବାକୁ ଯାଉଛି but how it is possible ସେଥିପାଇଁ ସରକାର ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ତାର ବ୍ୟବସ୍ଥା କରିଛନ୍ତି ପ୍ରତ୍ୟେକ କେସ୍ ପାଇଁ ଟଙ୍କା ପେମେଣ୍ଟର ସୁବିଧା ମଧ୍ୟ କରିଛନ୍ତି ତା ଛଡ଼ା ତୁ ଯେକୌଣସି ହସ୍ପିଟାଲରେ ପହଞ୍ଚିଗଲେ ସେମାନେ ଆଗ୍ରହ ସହିତ ତୋର ଅପରେସନଟା କରିଦେବେ ଆରେ ଏ କଥା କ'ଣ ମୋତେ ଜଣା ନାହିଁ ବୋଲି ଭାବୁଛୁ ମୁଁ ଚାହୁଁଛି ଏ ଅପରେସନଟା ତୁ କରିବୁ ଆଉ ଏ କଥା ତୋ ମୋ ବ୍ୟତୀତ ଆଉ କେହି ଜାଣିବ ମାନେ ଏମିତିକି ତୋ ସ୍ତ୍ରୀ ଶିଲା ବି ଜାଣିବନି ନା କ'ଣ ଭାବୁଛୁ ତୁ ଦେଖ ତପନ ତୋର ଦୁଇଟା ଝିଅ ଅଛନ୍ତି ଆଉ ତୃତୀୟ ସନ୍ତାନ ପୁଅ ହେଇପାରେ ତୋ ସ୍ତ୍ରୀ କି ଲୁଚେଇ ତୁ ଭେସେକ୍ଟମି ଅପରେସନ ହବୁ ଏଠି ମୋ କ୍ଲିନିକରେ ରହିବୁ ଆରେ ଆରେ କେହି ହେଲେ ତ ଜାଣିବେ ଆରେ କେମିତି ଜାଣିବେ କହିଲୁ ଅସଲ ହେଉଛି ମୋ ସ୍ତ୍ରୀ ଶିଲା ତାକୁ ମୁଁ 15 ଦିନ ପାଇଁ ଗାଁକୁ ପଠାଇ ଦେଇଛି ଆଉ ସେ ଫେରିବା ପୂର୍ବରୁ ଏ କାମ ସାରି ଦେଇଥିବି ଆରେ ଏସବୁ କଲେ ତୋ ଲାଭଟା କ'ଣ ହବ ଆରେ ଘରେ ମୋ ମା ଆଉ ଅନ୍ୟମାନେ ଚାହୁଁଛନ୍ତି ଗୋଟେ ପୁଅ ଶିଲା ବି ସେମାନଙ୍କ କଥାରେ ରାଜି ହୋଇ ଗୋଟେ ପୁଅ ପାଇଁ ପୂଜା ପାଠ ଦାନ ଧର୍ମ ସବୁ ଆରମ୍ଭ କରିଦେଇଛି କିନ୍ତୁ ମୁଁ ଆଉ ରିସ୍କ ନେବାକୁ ଚାହୁଁନି ଆରେ ଭାଇ ପୁଅ ଖୋଜୁ ଖୋଜୁ ଯଦି ପୁଣି ଝିଅଟି ଆସିଗଲା ମୋର ଅବସ୍ଥା କ'ଣ ହବ ତୁ ଭାବିପାରୁଛୁ ତଥାପି ତପନ ଏ ବିଷୟ ନେଇ ଏମିତି ନିଷ୍ପତ୍ତି ନେବାଟା ଠିକ୍ ନୁହେଁ ତୋ ସ୍ତ୍ରୀର ମତାମତ ନ ନେଇ ଏସବୁ କରିବାଟା ମୁଁ ପସନ୍ଦ କରୁନି ଜଣେ ବନ୍ଧୁ ହିସାବରେ ବରଂ ମୁଁ କହିବି ତୁ କିଛି ଦିନ ସମୟ ନେଇ ଏ କଥାଟାକୁ ଚିନ୍ତା କର
ए विषय नहीं भविष्य में तुम फैमिली लाइफ में मनांतर घटी पारे देख मु बहुत भावी चिंतित निष्पत्ति नहीं आसी तू जदि न पार सफा सफा मना कर अन्य करिया चेष्टा कर ठीक अच्छे तू जो स्थिर कर सारचु मोर आ कि कहबार नहीं हौ तेबे चल ऑपरेशन थिएटर को आज तोर ऑपरेशन टा मु करदेबी आज है एथर खुशी ना 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 अरे से झरकड़ा पाखरे छिड़ाई कौन देखुछ ए हाँ हे आकाशटा को देखुछ आकाश राति अध हवाक बसिलानी से मेघ आकाश देखि कौन पाउछ देखुछि आकाशटा बेले बेले एमिति देखा जाए सते जेमिति गोटे रूपसी सेते बेले थार आकर्षण रे मनीष मतवाला हो हठात से रूपसी आकाश कहीं एमिति घन अंधकार राक्षसी पलटि जाए बुझीपारे हठात तुमर ये दर्शन तत्व कहीं बाहरी पड़े मु तो बुझीपारनी रात 12टा बाजू बसलानी आस सोइब और तुम देह को खराब कर आस शिक्षा देवी कहीं ना तो मत जनागला तुम्हें जमती किसी गोटे कहल राति अनेक है तुम आखि को निद आसीगला और से तमें ठिया ठिया स्वप्न देखु स्वप्न हो आस सोइब आस बाबू आपण एपर्यंत नित्यकर्म सारी ना माँ सेपटे सावित्री पूजा सारे हे एबे आसी जीवे प्रणाम करियो तू जा कह दे प्रणाम करिया किसी दरकार नहीं बारे एमती कहले माँ मानी जीवे बाबू अंत दांतटा घसी पराग लगे पूर्व किसी खाई ना माँ कही बाबू एमती चाहूँ कौन हौ आप दांतटा घसी पकाई मुझे जाऊँ पढ़ापढ़ी करिया कौन से तुमको कहबी काली राति तागिद कर लाभटा कौन है हो मु आगे प्रणामटा शेष कर दिए तापर जाई दांत घसी किसी खाई नब
ଦରକାର ନାହିଁ। ପ୍ରବଞ୍ଚନା ମାନେଟା ତମେ ଠିକ ବୁଝିଛ। ଏମିତି ସକେଇ ହେଲେ ଦୋଷ କଟି ଯାଏ। କଣ ହେଇଛି ତମର? କି ଦୋଷ ପାଇଁ ଆଜି ଭଳି ଏତେ ବଡ଼ ଶୁଭ ଦିନଟାରେ ଏତେ ବଡ଼ ଦଣ୍ଡ ଦଉଛ? କଣ ଜାଣିନ ଏଥିରେ ମୋର ମୋ ପରିବାରର ସମସ୍ତଙ୍କର ଅମଙ୍ଗଳ ଘଟିବ। ଏ ପରିବାରର ମଙ୍ଗଳ ପାଇଁ ତୁମେ ଯାହା କରିଛ ତମ ମନକୁ ପଚାର। ଆଉ ଏତେ ସକେଇ ହେବା ଦରକାର ନାହିଁ। କଣ କରିଛି ମୁଁ? କି ଦୋଷ ପାଇଁ ତମେ ମତେ ଏତେ ବଡ଼ ଦଣ୍ଡ ଦଉଛ? ମୁଁ ତମ ଗୋଡ଼ ଧରୁଛି। ତମ ମନରେ ଯାହା ଅଛି ସବୁ ସଫା ସଫା କହିଦିଅ। ମୁଁ ଯଦି କିଛି ଭୁଲ କରିଥିବି ତମେ ଯାହା ଦଣ୍ଡ ଦବ ମୁଁ ସବୁ ସହିଯିବି। ସବୁ ସହିଯିବି। आसतु देखिबे राहुटा केमिति सूर्य देवता को गिली दउची मा अरे तपन अरे सकाल सकाल पड़े बस बस कौन बंधु सकाल सकाल ये डाक्तर कथा केमिति मने पड़ीगला कह कौन सेवा करि पारे अरे किछि कहून काई कि अरे कौन है तो मोर सब शेष हो जाइछि अमर शेष हो जाइछि भाग्यर विडंबना रे मोर सुनार संसार आज जली पोड़ी छारखार हो जाइछि एमती पागल को बढ़िया कौन कथबार्ता करूछु अरे कौन असुविधा रही मत स्पष्ट करी कह मोर सरलतार सुजोग नहीं मो स्त्री शिला मो सहित विश्वासघातकता कर माने से राक्षसीटा मोर मान सम्मान सब माटी रे मिसई दे कौन कहूछु से मां होबा को जाउछि स्त्री
ଲୋକଟା ମା ହେବା ପାଇଁ ଯାଉଛି, ଏଥିରେ ତୋର ମାଂସ ମୋଟା ମାଟିରେ ମିଶିଯିବ। ଆଉ ମୁଁ ତ କିଛି ବୁଝିପାରୁନି। ବୁଝିପାରୁନ? ଆରେ 2 ବର୍ଷ ତଳେ ତୁ ତ ନିଜ ହାତରେ ମୋର ଅପରେସନ କରିଥିଲ, ଆଉ ସେ ଏ ପରିସ୍ଥିତିରେ ମା ହେବାକୁ ଯାଇ ମୋ ସହିତ ବିଶ୍ୱାସଘାତକତା କରେନି? ଆରେ ହଁ, ଆରେ ସତେ ତ ତୁ ଭେସେକ୍ଟମି ଅପରେସନ ହେଇଛୁ। ଓ ମାଇ ଗଡ୍, ମୁଁ ପାଗଳ ହେଇଯିବି ଅମର, ମୋ ମୁଣ୍ଡ କିଛି କାମ କରୁନି। ତୁ କହ ଏ ପରିସ୍ଥିତିରେ ମୁଁ କ'ଣ କରିବି? ତୁ କହ। କ'ଣ ଆଉ କରିବୁ? ହାତ ଧରି ଯେତେବେଳେ ବାହା ହେଇଛୁ ତାକୁ କ'ଣ ଆଉ ଘରୁ କାଢ଼ି ଦେଇପାରିବୁ? नो, ମୁଁ ତାକୁ ଘରୁ କାଢ଼ି ପାରିବିନି, କିନ୍ତୁ ତାକୁ ଏ ଦୁନିଆରୁ ଶେଷ କରିଦେବି। ୟେସ୍, ଆଇ ୱିଲ୍ ଫିନିଶ୍ ହର୍। ତୁ କ'ଣ ବିଶ୍ୱାସ କରିପାରିବୁ ଯେ ମୁଁ ତାର ହତ୍ୟା କରିପାରିବି ବୋଲି? ଏଇଆ ନା? ଦେଖିବୁ ମୁଁ କ'ଣ କରିପାରେ। ତୁ କେମିତି ଭାବି ପାରୁଛୁ ଶିଲା ପରି ସ୍ତ୍ରୀ ତୋ ସହିତ ବିଶ୍ୱାସଘାତକତା କରିବ? ଆରେ ସିଏ ତ ସେଟା ମୁଁ କରିସାରିଛି, ଆଉ ସେଇଥିପାଇଁ ଅନ୍ୟର ଅବୈଧ ସନ୍ତାନକୁ ଗର୍ଭରେ ଧାରଣ କରିଛି। ସେ ସନ୍ତାନ ଅବୈଧ ହେଇପାରେ ନା। ଶିଲା ପରି ଜଣେ ପବିତ୍ର ନାରୀକୁ ଏମିତି ଦୋଷାରୋପ କରିବାଟା ଅନ୍ୟାୟ। ତୁ ଶିଲାକୁ ଯେମିତି ଦେଖୁଛୁ ଅମର, ସେ ସେମିତି ନୁହେଁ। ତା ମୁହଁରେ ଅମୃତ ଆଉ ହୃଦୟରେ ଚୁପ। ମୁଁ ଡାକ୍ତର, ତୋ ଅପରେସନ ମୁଁ କରିଛି, ଆଉ ମୁଁ ଜାଣିଛି କାହିଁକି ଆକ୍ସିଡେଣ୍ଟଟା ହେଇଛି। ମାନେ ତୁ ମୋର ଯୋଉ ଅପରେସନ କରିଥିଲୁ ସେଇଟା ସକ୍ସେସଫୁଲ ହେଇନି? ନା ରେ ତପନ, ସେଦିନ ମୁଁ ତୋର ଅପରେସନ କରିନଥିଲି, ଖାଲି ତୋ ମନକୁ ବୁଝେଇବାକୁ ଯାଇ କେବଳ ଟିକେ କଟାକଟି କରି ବ୍ୟାଣ୍ଡେଜଟା ଭିଡ଼ି ଦେଇଥିଲି। ନା, ତୁ ମତେ ଲୁଚାନା ଅମର। ମୋ ପରିବାରର ଅଶାନ୍ତି ସୃଷ୍ଟି ହବନି ଏମିତି କିଛି ଭାବି ତୁ ମତେ ଠକି ଦଉଛୁ। ସେଦିନ ତତେ ଠକିଥିଲି ରେ ତପନ, କିନ୍ତୁ ଆଜି ଯାହା ସତ୍ୟ ସେଇ କଥା ହିଁ କହୁଛି। ସେଦିନ ତୋ ସ୍ତ୍ରୀ ଅଜାଣତରେ ତୁ ଅପରେସନ ହବ ବୋଲି ମତେ ବାଧ୍ୟ କରିଥିଲୁ। ପ୍ରଥମେ ତୋ କଥାରେ ମୁଁ ରାଜି ହେଲିନି, କିନ୍ତୁ ଦେଖିଲି ସେଦିନ ତୁ ଯୋଉ ମୁଣ୍ଡରେ ଥିଲୁ, ମୋ ପାଖରୁ ଚାଲିଯାଇ ଆଉ କୋଉଠି ଅପରେସନ ହେଇ ପଡ଼ିଥାନ୍ତୁ। ସେଥିପାଇଁ ପଛରେ ତ ଅପରେସନ କରିବାକୁ ମୁଁ ରାଜି ହେଲି, ଆଉ ଅପରେସନ ଟେବୁଲକୁ ନେଇ ଅପରେସନର ଏକ ନାଟକ କରାଗଲା। କାରଣ ମୁଁ ଜାଣିଥିଲି ତୋ ସ୍ତ୍ରୀକି ଲୁଚେଇ ତୁ ଅପରେସନ ହଉଛୁ, ଆଉ ଏକଥା ଜଣା ପଡ଼ିଗଲେ ତମ ଘରେ ଅଶାନ୍ତି ସୃଷ୍ଟି ହବ। ମିଛ କଥା। ତୁ ଅପରେସନକୁ ଗୋଟେ ନାଟକ କହି ଆଉ ଗୋଟେ କାହାଣୀ ସୃଷ୍ଟି କରୁଛୁ। ମୁଁ ଏତେ ବୋକା ନୁହେଁ ଅମର ଯେ ତୋ କଥା ଗୋଟେ ଅନ୍ଧ ଭଳିଆ ବିଶ୍ୱାସ କରିଯିବି। ଆରେ ମୁଁ ଜାଣିଥିଲି ରେ ତପନ, ତୁ ମୋ କଥାକୁ କେବେ ବିଶ୍ୱାସ କରିବୁନି, ଆଉ ସେଇଥିପାଇଁ ଠୋସ୍ ପ୍ରମାଣ ରଖିଛି। ପ୍ରମାଣ? କ'ଣ ପ୍ରମାଣ ରଖିଛୁ? ସେଦିନ ତ ଅପରେସନ ନକରି ଠକିଛି ବୋଲି ସେଇ ଦିନ ମୁଁ ଡାଏରୀରେ ଲେଖିଦେଇଥିଲି। ଖାଲି ସେତିକି ନୁହେଁ, ଅପରେସନରେ ମୋତେ ସହଯୋଗ କରୁଥିବା ସେ ଷ୍ଟାଫ୍ ନର୍ସ ମିସ୍ ମେରିକୁ ମଧ୍ୟ ମୁଁ ସେ କଥା କହିଥିଲି। ତୁ ସତ କହୁଛୁ ଅମର? ହଁ ରେ ତପନ, ସେ ବର୍ଷର ସେ ଡାଏରୀ ଏବେ ବି ମୋ ପାଖରେ ମହଜୁଦ ଅଛି। ତୁ ଚାହିଁଲେ ତାକୁ ଦେଖିପାରୁ। ବସ୍, ମୁଁ ଆଣୁଛି। ତପନ, ଡାଏରୀରେ କ'ଣ ଲେଖା ହେଇଛି? ତୁ ମତେ ବଞ୍ଚେଇ ଦେଇଛୁ ଅମର, ତୁ ଆଖି ଖୋଲି ଦେଇଛୁ। ମୋରି ଅବିବେକୀ ପଡ଼ିଆ ଯୋଗୁଁ ଆଜି ସାବିତ୍ରୀ ଅମାବସ୍ୟା ଭଳି ପବିତ୍ର ଦିନରେ ମୁଁ ଶିଲାକୁ ସନ୍ଦେହ କରିଛି, ଅପମାନିତ କରିଛି। ମତେ ତା ପାଖକୁ ଯାଇ କ୍ଷମା ମାଗିବାକୁ ପଡ଼ିବ। ମୋରେ ତପନ, ସେୟା କରିବା ତ ପକ୍ଷେ ଭଲ ହବ। ସ୍ୱାମୀ ସ୍ତ୍ରୀ ଭିତରେ ଥରେ ସନ୍ଦେହର ମାୟାଜାଲ ସୃଷ୍ଟି ହେଲେ ତାର ପରିଣତି ବଡ଼ ଭୟଙ୍କର ହୁଏ ତପନ, ବଡ଼ ଭୟଙ୍କର। ଆଉ ଏ କଥାକୁ ତୋର ବୁଝିବା ଦରକାର। ମୁଁ ଆସୁଛି ଭାଇ, ତୋ ଉପକାର ପାଇଁ ବହୁତ ଧନ୍ୟବାଦ।
ମୁଁ ଆସୁଛି ଭାଇ। ଠିକ୍ ଅଛି ତୁ ଯା, ମୁଁ କ୍ଲିନିକ୍ କାମ ସାରି ତୋ ପଛେ ପଛେ ଯାଉଛି। ଶୁଣ, ତମ ଦି ଜଣକୁ ଆନନ୍ଦ ଆଉ ଖୁସି ମୁଡ଼ରେ ଦେଖିଲେ ମୁଁ ଫେରି ଆସିବି ହେଲା। दरकार नहीं एभली प्रवंचना दरकार नहीं। ए परिवार मंगल पाई तुमे जहाँ करिछ तुम मन को पचार। दरकार नहीं एभली प्रवंचना दरकार नहीं। ए परिवार मंगल पाई तुमे जहाँ करिछ तुम मन को पचार। सिल्ला मते क्षमा कर दियो सिल्ला, मु तुम पाखे हाथ जोड़ुची, मत क्षमा कर दियो। मोर भूल पाई मु आज अनुतप्त। जीवन रे एपरी भूल आ केबे भी होबनी सिला, मत क्षमा कर दियो। दोष देखिल जे मते एते बड़ शास्ति देलो। कुह कुह मते मु गोटे साधारण मनीष सिला, मोरी भूल बुझाणा पाई तुमे दंड पाइल। तमर किछि भूल नहीं। तमे तो तुलसी परी पवित्र। सब फूल मोहर। हे देख दीप्तिमान सूर्य जार आलोक सारा पृथ्वी आलोकित, से भी राहुग्रस्त होउछि। मु तो जड़े स्नेह श्रद्धा शंका सन्देहर गढ़ा जड़े मनीष, मु बाद पड़ी केमिति? मो मुह को चाहे थोर टे हसी दियो सिला, भाभी
ତମେ ମୋତେ କ୍ଷମା କରିଦେଇଛ। ପ୍ଲିଜ୍ ଶିଲା, ପ୍ଲିଜ୍। ରାହୁ ଚାଲିଯିବ ରାହୁର ବାଟରେ ଆଲୁଅ ବିଞ୍ଚିବ ଏ ଧରା ବୁକୁରେ। ରାହୁ ଚାଲିଯିବ ରାହୁର ବାଟରେ ଆଲୁଅ ବିଞ୍ଚିବ ଏ ଧରା ବୁକୁରେ। ଏ ଧରା ବୁକୁରେ ଏ ଧରା ବୁକୁରେ। ଇଏ ହେଉଛି ମଧୁର ମିଳନର ବେଳା। ଜୀବନ ଆକାଶରେ ବେଳେ ବେଳେ ଏମିତି ସନ୍ଦେହର ବାଦଲ ଆସିବ। ମମତାର ଶୀତଳ ପବନରେ ଲାଗି ସେଇ ବାଦଲରୁ ଦି ବୁନ୍ଦା ପାଣି ଝରି ପଡ଼ିବ। ଆଉ ତାପରେ ଆକାଶଟା ସଫା ହେଇଯିବ। ଉଜ୍ଜଳ ଆଲୋକରେ ଫର୍ଚ୍ଚା ଦିଶିବ ଏ ଦୁନିଆ। ଆଉ ସେତିକି ବେଳେ ବନ୍ଧୁମାନେ ବନ୍ଧୁବର ଆଉ ବନ୍ଧୁ ପତ୍ନୀଙ୍କ ମୁହଁରେ ଭରିଦେବେ ଗୋଟେ ଗୋଟେ ରସର ବଟିକା। ଆରେ ଏବେ ନୁହେଁ, ପରାଗ ଶେଷ ହେଲେ ଯାଇ ଖିଆବ। ଏବେ ପରେ ପାକ ନିଷେଧ। ପାକ ନିଷେଧ? ଆରେ ପାକ ନିଷେଧ ମାନେ ହଉଛି ରୋଷେଇ ନିଷେଧ। ଖାଇବା ତ ନିଷେଧ ନିଏ ଭାଉଜ। ଆରେ ମା ଅଗଣାକୁ ଆସନ୍ତୁ ଦେଖିବେ, ପରାଗ ଛାଡ଼ିଗଲାଣି। ଆକାଶ ପୁରାପୁରି ଫରଚା। ଆରେ ହଁ, ଏପଟେ ତପନବନରୁ ବି ସାମୟିକ ପରାଗ ଶେଷ ହେଇଗଲାଣି। ଆଉ ଡେରି କାହିଁକି? ଏଥର ବଢ଼ାବଢ଼ି କର। ବୁଝିଲୁ ଅମର, ଏଇ ପରିପ୍ରେକ୍ଷୀରେ ମୋର ଗୋଟେ ଗୀତ